ଆଜି ଆମେ ବନେଇବାକୁ ଯାଉଛୁ ଚୁଡ଼ା ସନ୍ତୁଳା। ଚାଲନ୍ତୁ ଆରମ୍ଭ କରିବା। ସର୍ବପ୍ରଥମେ ଗୋଟେ କଢ଼େଇ ନେଇକି ତା ଦେହରେ କିଛି ଅଳ୍ପ ତେଲ ଦେଇଦେବା। ତେଲ ଅଳ୍ପ ଗରମ ହେଲା ପରେ ଗୋଟେ ଚାମଚ ଜିରା ପକାଇବା। ଜିରାକୁ ନାଲି ହେଲା ପର୍ଯ୍ୟନ୍ତ ଭାଜିଦେବା। ଗୋଟିଏ ଛୋଟ ସାଇଜର କଟା ପିଆଜ ପକାଇବା। ତାକୁ ପକାଇକି ନାଲି ହେଲା ପର୍ଯ୍ୟନ୍ତ ଭାଜିବା। ପିଆଜ ନାଲି ହେଇଗଲାଣି। ଏବେ ତା ଦେହରେ ଗୋଟେ ଚାମଚ ହଳଦୀ ଗୁଣ୍ଡ ଆଉ ଗୋଟେ ଚାମଚ ସ୍ୱାଦ ଅନୁସାରେ ଲୁଣ ପକାଇଦେବା। ଲୁଣ ପକାଇକି ଚୁଡ଼ା ପାଖକୁ ଭିଜେଇବା। 2 ମୁଠା ଚୁଡ଼ାକୁ ନେଇକି ପାଣିରେ ଭିଜେଇବା। ଭିଜେଇ ସାରିଲା ପରେ ଚୁଡ଼ାକୁ ଭଲ ଭାବରେ ଚୁପୁଡ଼ିକି କଢ଼େଇରେ ପକାଇବା। ଚୁଡ଼ାକୁ ଭଲ ଭାବରେ ଘାଣ୍ଟି ଦେବା। ଯେପର୍ଯ୍ୟନ୍ତ ଚୁଡ଼ା ହଳଦିଆ ହେଇଯାଇନାହିଁ ସେ ପର୍ଯ୍ୟନ୍ତ ତାକୁ ଘାଣ୍ଟୁଥିବେ। ଚୁଡ଼ା ପୁରାପୁରି ହଳଦିଆ ହେଇଗଲାଣି। ଚୁଡ଼ା ଆମର ଏବେ ରେଡ଼ି ହେଇଗଲାଣି। ତାକୁ କୌଣସି ବି ଏକ ପାତ୍ରରେ କାଢ଼ି ନେବା। ଆମ ଭିଡ଼ିଓ ଯଦି ଭଲ ଲାଗିଥିବ ତାହେଲେ ଲାଇକ୍, ସବସ୍କ୍ରାଇବ୍, ସେୟାର କରିଦେବେ। ଧନ୍ୟବାଦ। ଜୟ ଜୟ।